ପୁଣି ଭତ୍ତା ବଢ଼ାଇଲେ ମୋହନ ସରକାର। ମାସକୁ ମିଳିବ 3500 ଟଙ୍କା। ଆସିଲା ବଡ଼ ଖୁସି ଖବର, ପୁଣି ବଢ଼ିଲା ଭତ୍ତା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି। କୃଷି ଓଭରସିଅରଙ୍କ ପରେ ପୁଣି ବଢ଼ିଲା ଭତ୍ତା। ରାଜ୍ୟରେ ଥିବା ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର। ଓଡ଼ିଶାର ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଭେଟିଦେଲେ ମୋହନ ସରକାର। ସେମାନେ ଭତ୍ତା ପରିମାଣ ବୃଦ୍ଧି କରି ପୁଣି ଉଦାହରଣ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବରୁ 80 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି କିମ୍ବା ମହିଳାଙ୍କ ଭତ୍ତା ଟଙ୍କା 4500 ଟଙ୍କା ଅର୍ଥାତ୍ 3500 ଟଙ୍କାକୁ ବୃଦ୍ଧି କରିଥିଲେ ସରକାର। ଏବେ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ଏଣିକି ମାସକୁ 3500 ଟଙ୍କା ଭତ୍ତା ଆକାରରେ ପାଇବେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ମହିଳା। ଆସନ୍ତା ଜୁନ ମାସରୁ ଏହା ଲାଗୁ କରାଯିବ। ଏନେଇ ସମସ୍ତ ଡିଏସ୍ଏସ୍ଓଏସ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। 80% କିମ୍ବା ତାଠାରୁ ଅଧିକ ଦିବ୍ୟାଙ୍ଗ ହୋଇଥିଲେ ମିଳିବ 3500 ଟଙ୍କା। ପ୍ରତ୍ୟେକ ମାସରେ ସରକାର ଏହି ଭତ୍ତା ରାଶି ପ୍ରଦାନ କରିବେ। ସେହିଭଳି ବରିଷ୍ଠ ନାଗରିକଙ୍କୁ ମଧ୍ୟ ବର୍ଦ୍ଧିତ ଭତ୍ତା ମିଳିବ। 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପ୍ରତି ମାସରେ ମିଳିବ 3500 ଟଙ୍କା। ସେମାନେ ମଧ୍ୟ ଜୁନ ମାସରୁ ବର୍ଦ୍ଧିତ ଭତ୍ତା ରାଶି ପାଇବାକୁ ଯାଉଛନ୍ତି। 2025 ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ 80 ବର୍ଷ ଅତିକ୍ରମ କରିଥିବ ଏବଂ ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା 80% ବା ତାଠାରୁ ଅଧିକ ହୋଇଥିବ, ସେମାନଙ୍କୁ ଜୁନ ମାସଠାରୁ ମାସିକ 3500 ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏରକମ ଆମ ସହିତ ଯୋଡ଼ି ରହିବା ପାଇଁ।